ଅଜବ ଜନ୍ତୁ ଦେଖାଯାଉଥିବା କହିଛନ୍ତି ସ୍ଥାନୀୟ ଲୋକେ। ବିଭିନ୍ନ ସ୍ଥାନରେ ନଖ ଚିହ୍ନ ବି ଅନେକ ସନ୍ଦେହ ସୃଷ୍ଟି କରୁଛି। ଆମ ସାଙ୍ଗେ ଯେମିତି ଧୀରଟା ନିଆଁ ପବନ ଭଳିଆ ଲାଗିଲା। ତାପରେ ମତେ କିଛି ଦୁଷାଗଲାନି ନିଜ ହାତ ଦିଟା ଖାଲି ଯେମିତି ମୋ ତଣ୍ଟିରେ ଲାଗିଛି ହାତ ଚିପି ତଣ୍ଟି ଖାଲି ଚିପି ଦଉଛି। ମୁଁ ତ ଖାଲି ଏତିକି କହୁଛି ମୋ ତଣ୍ଟି ମୋର ଆଉ କିଛି ସ୍ମରଣ ଶକ୍ତି ଫେରିଲାନି। ମୋ ଘଣ୍ଟି ଯୋଗୁ ଏମିତି ଧରି ପକେଇଲା ଏଇ ପକେଇକିରି ଏମିତି ଧରି ପକେଇଲା। ତାପରେ ପୁରା ଏପଟକୁ ସେପଟ ପୁରା ନାଗିଗଲା। ଯେମିତି ନାଗିଗଲା ମୁଁ ସେଇଠୁ କଣ ଗଲା ପଡିଗଲି। ମଣିଷଟା ଠିଆ ହେଇଗଲା ଏତେ ବଡ ଠିଆ ହେଇଲା ମୋଟା ହେଇଛି। ନିଆଳିର ଏହି ମେଣ୍ଢା ମୃତ୍ୟୁ ଘଟଣା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ମଣିଷ ଭଳି ଏକ ଅଜବ ଜନ୍ତୁ ମେଣ୍ଢାଙ୍କ ଶିକାର କରୁଥିବା ଏକ ଫଟୋକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଠେଙ୍ଗା ବାଡ଼ି ଧରି ରାତି ପହରା ଦେଉଛନ୍ତି। ବନ ବିଭାଗକୁ ଅଭିଯୋଗ ପରେ ଜନ୍ତା ଲଗାଇ ଅଜବ ଜନ୍ତୁକୁ ଧରିବାକୁ ଚେଷ୍ଟା କରାଯାଉଛି। ହେଲେ ବିଶେଷଜ୍ଞଙ୍କ କହିବା କଥା ଅଲଗା। ବିଲୁଆ କିମ୍ବା ହେଟା ବାଘ ଭଳି ଏକ ଅଜବ ଜନ୍ତୁ ମେଣ୍ଢାଙ୍କ ଶିକାର କରୁଥାଇପାରେ। এটা হাইନା কিংবা সেই জাতীয় প্রাণী ହେଇଥିବ। ସୋସିଆଲ ମିଡ଼ିଆରେ କିଏ ବି କ'ଣ ଭାଇରାଲ କରିପାରେ। ଏହାର ସତ୍ୟତା ଯେତେ ପର୍ଯ୍ୟନ୍ତ ପ୍ରମାଣ ନ ହେଇଛି ଆମେ ଯେତେ ପର୍ଯ୍ୟନ୍ତ ସେଇ ଯେଉଁ ପ୍ରାଣୀଟିକୁ ଧରିନାହୁଁ କିମ୍ବା ତାର କୌଣସି ପୁକ୍ତା ପ୍ରମାଣ ମିଳିନାହିଁ ଆମେ କହିପାରିବା ନାହିଁ ସେ ପ୍ରାଣୀଟି ଏଇସବୁ କାଣ୍ଡ କରିଛି ବୋଲି। ଯେ ଦୀର୍ଘ 2 ମାସ ହେଲା ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗ କାହିଁକି ଚୁପ୍ ରହିଛି ଏବଂ ପ୍ରଶାସନ ତାର କ'ଣ ପ୍ରତିକାର ଗ୍ରହଣ କରୁଛି? ନିଆଳିରୁ କ୍ୟାମେରା ପର୍ସନ ପ୍ରମୋଦ ସାମନ୍ତରାୟଙ୍କ ସହିତ ପ୍ରଭାତ ବିଷୟୀ OTV। ଆଚ୍ଛା ପ୍ରତି ଖବରକୁ ଆସନ୍ତାକାଲି ପାଳନ ହେବ। ଏହି କଟକ